କୋରାପୁଟ ଓଡ଼ିଶାର ସୁଇଜରଲ୍ୟାଣ୍ଡ। ନଭେମ୍ବର 9 ତାରିଖ 2024ରେ ସକାଳ 10ଟା ପାଖାପାଖି ଆମେ ନିକଟତର ହେଉଥିଲୁ କୋରାପୁଟ ସହରର। ସାରା ରାତିର ରେଳଯାତ୍ରା ରାଜଧାନୀ ଭୁବନେଶ୍ୱରରୁ। ଭାରତୀୟ ରେଳ କୋରାପୁଟକୁ ଯୋଡ଼ି ଦେଇଛି ରାୟଗଡ଼ା, ବିଶାଖାପାଟଣା, ବରହମପୁର, ଜଗଦଲପୁର, ହାଓଡ଼ା, ଭୁବନେଶ୍ୱର, ରାଉରକେଲା ଆଉ ରାୟପୁର ସହିତ। ଜାତୀୟ ରାଜପଥ 26 ମଧ୍ୟ ଏହାକୁ ଯୋଡ଼ି ଦେଇଛି ରାୟପୁର ଓ ବିଶାଖାପାଟଣା ସହିତ। ବିଜୟନଗରମ ଓ ବିଶାଖାପଟ୍ଟନମ ଭିତରେ ଲାଗି ରହିଛି ଅହରହ ବସ୍ ସେବା। ରେଳଗାଡ଼ିର ଝରକା ଦେଇ କୋରାପୁଟର ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ଅନୁଭବ ସମ୍ପୂର୍ଣ୍ଣ ନିଆରା। 2ଟି ସବ୍-ଡିଭିଜନ ଓ 14ଟି ବ୍ଲକର ସମାହାର ହେଉଛି ଭୌଗୋଳିକ ଭାବରେ କୋରାପୁଟ ଜିଲ୍ଲା। ସବ୍-ଡିଭିଜନ 2ଟି ହେଉଛି କୋରାପୁଟ ଓ ଜୟପୁର। 14ଟି ବ୍ଲକ ହେଉଛି କୋରାପୁଟ, ସେମିଳିଗୁଡ଼ା, ନନ୍ଦପୁର, ପଟାଙ୍ଗୀ, ଦଶମନ୍ତପୁର, ଲମତାପୁଟ, ଲକ୍ଷ୍ମୀପୁର, ନାରାୟଣପାଟଣା, ବନ୍ଧୁଗାଁ, ବୋରିଗୁମା, ଜୟପୁର, କୋଟପାଡ଼, ବୈପାରିଗୁଡ଼ା ଆଉ କୁନ୍ଦ୍ରା। କୋରାପୁଟର ଗାଁ ଗୁଡ଼ିକ ବହୁତ ସୁନ୍ଦର। ଖାଲି ପ୍ରାକୃତିକ ସୌନ୍ଦର୍ଯ୍ୟ ନୁହଁ, ଗାଁ ଗୁଡ଼ିକର ନାଁ ମଧ୍ୟ ଭାରି ଆକର୍ଷଣୀୟ। ଅଧିକାଂଶ ଗାଁର ଶେଷକୁ ଥାଏ ପୁଟ, ମାଳି ବା ଗୁଡ଼ା। ଏଇ ଯେମିତି ଆମ୍ଲିପୁଟ, କଙ୍କଡ଼ାପୁଟ, ବାଦାମପୁଟ, ମାଟାମପୁଟ, ବେଲାପୁଟ, ବାସୁପୁଟ, ପିଲାପୁଟ, ଚକ୍ରିଲପୁଟ, ଦଲେଇପୁଟ, ହଳଦୀପୁଟ, ହରିଡ଼ାପୁଟ, ରାଜାପୁଟ, ପ୍ରଧାନୀପୁଟ, ମସ୍ତିପୁଟ, ପଇଡ଼ାପୁଟ, ଗୌଲିମଗୁଡ଼ା, ଗୋଞ୍ଜରିଗୁଡ଼ା, ଝଡ଼ିଗୁଡ଼ା, ବାନୁଆଗୁଡ଼ା, ବାଉଁଶଗୁଡ଼ା, ବରିଗୁଡ଼ା, ଭୋଇଗୁଡ଼ା, ଚନଲଗୁଡ଼ା, ଚେଣ୍ଟିଗୁଡ଼ା, ପିତେଇଗୁଡ଼ା, ପୋଡ଼ାଇଗୁଡ଼ା ଇତ୍ୟାଦି। ହେଲେ ଆମେ ଯେଉଁ ଗାଁକୁ ଯିବାକୁ ଚାହୁଁଥିଲୁ ସେ ଗାଁର ନାଁ ଥିଲା କେଚଲା। କେଚଲାରେ ଗଢ଼ି ଉଠିଛି ଅରୋମିରା ବିଦ୍ୟା ମନ୍ଦିର। ମହିୟସୀ ମହିଳା ତାରା ଦିଦିଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ। କୋରାପୁଟ ସୌନ୍ଦର୍ଯ୍ୟ ଲକ୍ଷ୍ମୀଙ୍କର ନିତ୍ୟ ନିବାସ ସ୍ଥଳୀ। ଯୁଆଡ଼େ ଚାହିଁଲେ ଆଖି ଲାଖି ରହିବ। ସବୁଠି ସୌନ୍ଦର୍ଯ୍ୟ। ସମଗ୍ର ବାତାବରଣରେ ଅନନୁଭୂତ ଶୁଦ୍ଧତା। ସତେ ଯେମିତି ପ୍ରକୃତି ରାଣୀ ନିଜକୁ ସଜେଇ ରଖିଛି ଦେବାଦେବୀମାନଙ୍କର ମର୍ତ୍ତ୍ୟ ବିହାର ପାଇଁ। ଦେବଯଜ୍ଞ ଭୂମି କୋରାପୁଟ। ମାଟି ତଳେ ସାଇତି ରଖିଛି ଅସରନ୍ତି ଖଣିଜ ସମ୍ପଦ। ଆଉ ମାଟି ଉପରେ ସୌନ୍ଦର୍ଯ୍ୟର ଭଣ୍ଡାର। ସରଳ ନିରୀହ ଆଦିବାସୀ। ଦେବତାଙ୍କଠାରୁ କେଉଁ ଗୁଣରେ ଊଣା ଯେ? ସେମାନେ ଏ ମାଟିର ଆଦିମ ଅଧିବାସୀ। ଏଠି ପ୍ରଦୂଷଣର ଗନ୍ଧ ନାହିଁ। ମଣିଷ ପଣିଆର ମଧୁର ମହକରେ ଉଲ୍ଲସିତ ଗଛଲତା, ଜୀବଜନ୍ତୁ ଆଉ ମଣିଷ। ସେଥିପାଇଁ ତ ପାହାଡ଼ ଘେରରେ ଜଙ୍ଗଲ ଭିତରେ ହଜାର ହଜାର ବର୍ଷ ଧରି ସୁସ୍ଥ ସୁନ୍ଦର ଜୀବନଯାପନ କରି ଆସୁଛନ୍ତି ଏଠାକାର ପରଜା, ଭୂମିଆ, କନ୍ଧ, ଗଦବା, ବଣ୍ଡା, ବିଦାଇ, ସୌରା, ଓମାନ୍ତାୟା ଆଉ ଭତାରାମାନେ। ପ୍ରକୃତିର ସଂରକ୍ଷଣ କରି ଆସିଛନ୍ତି, ପ୍ରକୃତିକୁ ଦେବତା ଭଳି ପୂଜା କରି ଆସିଛନ୍ତି। ଦେଶିଆ, କୋଟିଆ, କୋରାପୁଟିଆ ଓଡ଼ିଆ, ଭତ୍ରି, ଗଦବା, ପରଜା, କୁଇ, କୁବି ଏମିତି କେତେ ଭାଷା ଏମାନଙ୍କର। ସେମିତି ଚଇତି ପର୍ବ, ନୂଆଖାଇ, ଶ୍ରାବଣ ପୂର୍ଣ୍ଣିମା, ଲାଠିଯାତ୍ରା, ନୀଳବାଡ଼ି ଯାତ୍ରା, ବାଟମଙ୍ଗଳା ଯାତ୍ରା, ଦୋଳ ପୂର୍ଣ୍ଣିମା, ବାଲିଯାତ୍ରା, ରଥଯାତ୍ରା, ଜାଗର ମେଳା ଇତ୍ୟାଦି ମଧ୍ୟ ମହା ସମାରୋହରେ ପାଳିତ ହୁଏ। ହେଲେ ସବୁ ପର୍ବ ଭିତରେ ମୁଖ୍ୟ ପର୍ବ ହେଉଛି ପରବ ଯାତ୍ରା। 1996 ମସିହାରୁ କୋରାପୁଟ ଜିଲ୍ଲା ସାଂସ୍କୃତିକ ପରିଷଦ ପାଳନ କରି ଆସୁଛନ୍ତି ସାଂସ୍କୃତିକ ମହାମିଳନର ମହାପର୍ବ ପରବ। ନଭେମ୍ବର ମାସର ଆମୋଦଦାୟକ ସକାଳ। ସରି ସରି ଖରା ପଡ଼ିଥାଏ। ରେଳଗାଡ଼ି ଆଗକୁ ଆଗକୁ ଯାଉଥାଏ। ଝରକା ଫାଙ୍କରୁ ଦେଖୁଥିଲୁ ସୁଦୃଶ୍ୟ ଗଛବୃଛ, ସୁବିସ୍ତୃତ କୃଷିକ୍ଷେତ୍ର ଆଉ ଦିଗନ୍ତ ବିସ୍ତାରୀ ପର୍ବତମାଳା। ଦୂରରୁ ଟିକିଏ ଟିକିଏ ଝଲକ ଆସୁଥାଏ କୋଲାବ ନଦୀର। କୋଲାବ ହେଉଛି ଗୋଦାବରୀ ନଦୀର ଏକ ଉପନଦୀ। ଗୋଦାବରୀ ହେଉଛି ଗଙ୍ଗା ପରେ ଭାରତର ଦ୍ୱିତୀୟ ବୃହତ୍ତମ ନଦୀ। ଗୋଦାବରୀର ମୁଖ୍ୟ ଉପନଦୀଗୁଡ଼ିକ ହେଉଛି ପ୍ରଣୀତା, ପ୍ରବାରା, ମଞ୍ଜିରା, ମାନେର, ପୂର୍ଣ୍ଣା, ଇନ୍ଦ୍ରାବତୀ ଆଉ ସାବରୀ। ସାବରୀ ଓଡ଼ିଶାର ପୂର୍ବଘାଟ ପର୍ବତମାଳାର ସିନକାରାମ ପର୍ବତଶ୍ରେଣୀରୁ ବାହାରି ଆନ୍ଧ୍ରପ୍ରଦେଶର କୁନାଭରମରେ ଗୋଦାବରୀ ସହ ମିଶିଛି। କୋଲାବ ହେଉଛି ଓଡ଼ିଶା ମଧ୍ୟରେ ବହିଯାଉଥିବା ସାବରୀ। କେଚଲା ଅରୋମିରା ବିଦ୍ୟା ମନ୍ଦିରରେ ପହଞ୍ଚିବା ପାଇଁ 2ଟି ରାସ୍ତା ଅଛି। କୋରାପୁଟ ରେଳ ଷ୍ଟେସନରୁ 8-10 କିଲୋମିଟର ସ୍ଥଳପଥରେ ଯାଇ ସେଠାରୁ ଜଳପଥରେ ପ୍ରାୟ ଅଧଘଣ୍ଟାର ବାଟ ଗଲା ପରେ ଅରୋମିରା
ଅରମିରା ବିଦ୍ୟାମନ୍ଦିର ପାଖରେ ପହଞ୍ଚି ହେବ। ଜଳପଥରେ ଯିବାକୁ ନ ଚାହିଁଲେ ସ୍ଥଳପଥରେ ନନ୍ଦପୁର ମଧ୍ୟ ଦେଇ ମଧ୍ୟ ଯାଇହେବ। ଆମେ ରେଳ ଷ୍ଟେସନରୁ ବାହାରି ସିଧା ଚାଲିଲୁ କେଚିଲା ଅଭିମୁଖେ ସ୍ଥଳପଥରେ ଗୁଗୁଲ ସହାୟତାରେ ରାସ୍ତା ନିର୍ଣ୍ଣୟ କରି। ପଛରେ ରହିଗଲା କୋଲାବ ନଦୀ ଓ ତାର ଜଳଭଣ୍ଡାର। ଅବିଳମ୍ବେ ଅନୁଭବ କଲୁ ଆମେ ସଠିକ୍ ନିଷ୍ପତ୍ତି ନେଇନାହୁଁ। ରାସ୍ତା ସରିବାର ନାଁ ନାହିଁ। ହେଲେ ଉଭୟ ପଟର ମନଲୋଭା ସବୁଜ କନକନ ମାଣ୍ଡିଆ ଚାଷ ଆଉ ହଳଦୀ ଗୁରୁଗୁରୁ ଅଳସୀ ଚାଷର ସମାହାର ଆମ ମନ କିଣି ନେଉଥାଏ। ଅଦୂରର ପର୍ବତ ଶ୍ରେଣୀ ମଧ୍ୟ ବେଶ୍ ଆକର୍ଷଣୀୟ ଲାଗୁଥାଏ। ରାସ୍ତାରେ ଲୋକମାନଙ୍କର ବିଶେଷ ଯିବା ଆସିବା ନଥାଏ, ତେଣୁ ଆମେ କାହାକୁ ରାସ୍ତା ପଚାରି ପାରୁନଥିଲୁ। ଛୋଟ ଦୋକାନ ବା ଅଳ୍ପ ଲୋକ ଗହଳି ଥିବା ରାସ୍ତାରେ ଅଟକି ଆମେ ଯେତେବେଳେ ଅରମିରା ବିଦ୍ୟାମନ୍ଦିରକୁ ରାସ୍ତା ପଚାରୁଥିଲୁ, ପ୍ରାୟ କେହି କହିପାରୁନଥିଲେ। In 300 meters, continue straight. Continue straight. କେଚଲା ପହଞ୍ଚିଲେ ଲୋକ କହିଦେବେ ଆଶ୍ରମଟା କୋଉଠି ଅଛି। ମୋର ଲାଇଫ ପୁରା ସେଟ୍ ଥିଲା ଏଠି, ବୁଝିଲେ। ସକାଳେ ଉଠିବି, ମର୍ଣ୍ଣିଂ ୱାକ୍ କରିବି, In 600 meters, ରୋଷେଇ continue କରିବୁ, straight. ରୋଷେଇ କରିକି ଅଫିସ, କେବେ କେବେ ତ ଏଇ ଯୋଉ ମୋବାଇଲ ଡ୍ୟୁଟି ପାଇଁ ସକାଳୁ ବି ପଳାଉଛି। ତେଣୁ କୌଣସି କିଛି କରିବାକୁ ଫୁର୍ସତ ହିଁ ନଥିଲା। ପୁଣି ସନ୍ଧ୍ୟାରେ ଆସିବେ 7ଟା 8ଟା, ପୁଣି ରୋଷେଇ କରିବେ, ଖାଇବେ, ଶୋଇବେ। ଦେଖିଥିଲେ ନା କେବେ ମାଣ୍ଡିଆ ଚାଷ? ଏଟା ମାଣ୍ଡିଆ, ମାଣ୍ଡିଆ ଏଟା ତାର କୁକୁଡ଼ା ଗୋଡ଼ ଭଳିଆ ଏମିତି ହେଇଥାଏ। କେହି କେହି ଆଗରେ ଆଶ୍ରମଟିଏ ଅଛି ବୋଲି କହୁଥିଲେ। ଗୋଟିଏ ଜାଗାରେ ଜଣେ ଭଦ୍ରମହିଳା କହିଲେ, ଓହୋ, ଆପଣ ସେହି କେଚଲା କଥା କହୁଛନ୍ତି କି, ଯୋଉଠି ଆଦିବାସୀ ଝିଅମାନେ ଗଡ଼ ଗଡ଼ କରି ଇଂରାଜୀ କହୁଛନ୍ତି? ତାଙ୍କ କଥା ଶୁଣି ବହୁତ ଖୁସି ଲାଗିଥିଲା। ଅର୍ଥାତ୍ ଆମ ଗନ୍ତବ୍ୟସ୍ଥଳ ଆଉ ବେଶୀ ଦୂର ନାହିଁ, ଆଉ ମଣିଷ ଭିତରର ସମ୍ଭାବନାର ବି ଶେଷ ନାହିଁ। ତାରା ଦିଦିଙ୍କ ଦୂରଦର୍ଶିତା ଆଗରେ ମୁଣ୍ଡ ନଇଁଗଲା। ମୋର ତହସିଲଦାର ଭିଡ଼ିଓ ମାନଙ୍କୁ ଏତେ କଷ୍ଟ ହେଉଥିବ ଦେଖନ୍ତୁ କାମ କରିବାକୁ। କୋରାପୁଟ ଜିଲ୍ଲାରେ ନିଶ୍ଚୟ। ଶେଷରେ ଆମେ ପହଞ୍ଚିଲୁ ଆମ ଅଭିଳଷିତ ସ୍ଥାନରେ। ବଣ ପାହାଡ଼ କୋଳରେ, କୋଲାବ ଜଳଭଣ୍ଡାରର ଅନତି ଦୂରରେ, ମନୋରମ ଋଷି ଆଶ୍ରମ ଭଳି ଦଣ୍ଡାୟମାନ ଅରମିରା ବିଦ୍ୟାମନ୍ଦିର। ବିସ୍ତୃତ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଅବ୍ୟାହତ ରହିଛି। ସୁନ୍ଦର ଫୁଲ ବଗିଚା, ଗୋଟି ଗୋଟି ହୋଇ ଶ୍ରେଣୀକକ୍ଷ, ପୁସ୍ତକାଗାର, ଭୋଜନାଳୟ ଇତ୍ୟାଦି ଅତି ଆକର୍ଷଣୀୟ ଢଙ୍ଗରେ ସଜ୍ଜିତ। ଆମେ ଅତିଥିଶାଳାକୁ ଗଲୁ। ଅଳ୍ପ ସମୟ ବିଦ୍ୟାମନ୍ଦିରର ପ୍ରଧାନ ପରିଚାଳିକାଙ୍କ ସହ କଥାବାର୍ତ୍ତା ହୋଇ ଫେରିଲୁ, ସେଠାରେ ଦୀର୍ଘ ସମୟ ଅତିବାହିତ କରିବାର ଇଚ୍ଛାକୁ ଅବଦମିତ କରି। ଦିବ୍ୟ ଜନନୀଙ୍କ ଇଚ୍ଛାରେ ଅରମିରା ବିଦ୍ୟାମନ୍ଦିର କୋରାପୁଟ ଜନଚେତନାର ଅଗ୍ରଗତିର ମୁଖ୍ୟ ମାନ୍ତ୍ରିକ ହୋଇ ଉଭା ହେବ।